ଏଇ ଯୋଉ ଜିନିଷଟି ଦେଖୁଛନ୍ତି ଏହି ଜିନିଷର ମାତ୍ର ଗୋଟେ ଥର ବ୍ୟବହାରରେ ହିଁ ଆପଣଙ୍କ ଗଛରେ ଆପଣ ତାର ରେଜଲ୍ଟ ଦେଖିବା ପାଇଁ ପାଇବେ। ଆପଣଙ୍କ ଗଛ ଗୁଡ଼ିକ ଦୁଇଗୁଣ ଭାବେ ବଢ଼ିବାକୁ ଲାଗିବ। ତା ସହିତ ଯଦି ଆପଣଙ୍କ ଗଛରେ ଫୁଲ ଆସୁନି ସେଇ ସମସ୍ୟା ମଧ୍ୟ ଦୂର ହେଇଯିବ। ଏଇ ଯୋଉ ଜିନିଷଟି ଅଛି ସମ୍ପୂର୍ଣ୍ଣ ରୂପେ ଅଦରକାରୀ ଜିନିଷ ଆପଣଙ୍କ ରୋଷେଇ ଘରୁ ହିଁ ବାହାରିଥାଏ। ଆପଣ ତାକୁ ପ୍ରତିଦିନ ଫୋପାଡ଼ି ଦେଇଥାନ୍ତି। ତାକୁ ଆଉ ଆଜିଠାରୁ ନ ଫୋପାଡ଼ିକି ରଖିକି ଆପଣଙ୍କ ବଗିଚାରେ ବ୍ୟବହାର କରିପାରିବେ ଆଉ ଆପଣଙ୍କର ଗଛର ଗ୍ରୋଥକୁ ଦୁଇଗୁଣ ଭାବେ ବଢ଼େଇ ପାରିବେ। ଏଇ ଯୋଉ ଜିନିଷଟି ଅଛି ୟାକୁ ଦେବା ବହୁତ ସହଜ, ବଗିଚାରେ ବ୍ୟବହାର କରିବା ମଧ୍ୟ ବହୁତ ସହଜ। ଆପଣ ଯେମିତି ଚାହିଁବେ ବ୍ୟବହାର କରିପାରିବେ। ଯେମିତି ସାଧା ପାଣି ଦେଇଥାନ୍ତେ ଠିକ୍ ସେଇଭଳି ଭାବେ ଏହି ଜିନିଷଟିକୁ ଆପଣ ଗଛରେ ଦେଇପାରିବେ। କିନ୍ତୁ ଏହି ଜିନିଷଟିକୁ ବ୍ୟବହାର କରିବା ଆଗରୁ ଆପଣଙ୍କୁ ଏଥିରେ କିଛି କାମ କରିବା ପାଇଁ ପଡ଼ିବ। ଏହି ଜିନିଷଟି କ'ଣ, ୟାକୁ ଆପଣ ଗଛରେ କେମିତି ବ୍ୟବହାର କରିବେ ସେଇ ସବୁ ବିଷୟରେ ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କ ସହିତ ସେୟାର କରିବି। ୟାର କିଛି ବି ସାଇଡ୍ ଇଫେକ୍ଟ ନାହିଁ। ଆପଣଙ୍କ ଗଛରେ କେବଳ ଆଉ କେବଳ ଇଏ ଲାଭ ହିଁ ଆଣିବ। ଆପଣଙ୍କ ଗଛର ଗ୍ରୋଥକୁ ପୁରା ଭଲ ଭାବେ ଦୁଇଗୁଣ କରିବ। ତ ଏଇ ଯୋଉ ଜିନିଷଟି କ'ଣ ସେ ବିଷୟରେ ମୁଁ ଆଗକୁ ଆପଣମାନଙ୍କ ସହିତ ସେୟାର କରିବି। ଆପଣମାନେ ଭିଡ଼ିଓଟିକୁ କଣ୍ଟିନ୍ୟୁ କରନ୍ତୁ ଆଉ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନିଶ୍ଚୟ ଭାବେ ଜାଣିପାରିବେ ଏହି ଜିନିଷଟି କ'ଣ ଆଉ ୟାକୁ ଆପଣ କେମିତି ଭାବେ ବ୍ୟବହାର କରିପାରିବେ। ତ ଏଇ ସବୁ ଯେଉଁ ଲିକ୍ୱିଡ ଫର୍ଟିଲାଇଜର ମୁଁ ପ୍ରତିଦିନ ପ୍ରାୟ ମୋ ଗଛକୁ ଦେଉଛି। ଯାହା ସବୁ ଲିକ୍ୱିଡ ଫର୍ଟିଲାଇଜର ମୁଁ ଆପଣମାନଙ୍କ ସହିତ ସେୟାର କରୁଛି ସେ ସବୁ ପ୍ରତ୍ୟେକ ଦିନ ହିଁ ମୁଁ ମୋ ଗଛରେ ଦେଉଛି। ସାଧା ପାଣି ବଦଳରେ ଏହି ସବୁ ଜିନିଷ ଦେଉଛି। କାହିଁକି ନା ମୋ ଗଛ ଗୁଡ଼ିକର ମୁଁ ଠିକ୍ ଭାବରେ କେୟାର ନେଇନି। ଯେମିତିକି ଆପଣମାନଙ୍କୁ କହିଛି 3-4 ମାସ ହେଲାଣି ଗଛରେ କେବଳ ସାଧା ପାଣି ଛଡ଼ା ଆଉ କିଛି ବି ମୁଁ ଦେଇନି। ନା ଲିକ୍ୱିଡ ଫର୍ଟିଲାଇଜର ନା ପାଉଡର ଫର୍ମରେ ଖତ କିଛି ବି ଦେଇନି। ଯାହାଫଳରେ କି ଗଛ ତ ବଞ୍ଚିକି ଅଛି କିନ୍ତୁ ତାର ଗ୍ରୋଥ ଏତେ ଭଲ ଭାବେ ନାହିଁ। ଯେତିକି ଏବେ ପର୍ଯ୍ୟନ୍ତ ଗ୍ରୋଥ ହେବା କଥା ସେତିକି ଗ୍ରୋଥ ନାହିଁ କିମ୍ବା ସେତେଟା ଫୁଲ ମଧ୍ୟ ଫୁଟୁନି। ତ ଯଦି ଠିକ୍ ଭାବରେ ତାର କେୟାର ନ ନେବି ତାହେଲେ ଗଛ ଗୁଡ଼ିକରେ ଫୁଲ ଆଉ ମୁଁ ପାଇପାରିବିନି। ତା ସହିତ ଗଛର ଗ୍ରୋଥ ଧୀରେ ଧୀରେ ଖରାପ ହେବା ପାଇଁ ଲାଗିବ। ସେଥିପାଇଁ ପ୍ରତିଦିନ ଯେତେବେଳେ ଯେଉଁ ସାଧା ପାଣି ମୁଁ ଦେଇଥାନ୍ତି ସେଇ ସାଧା ପାଣି ବଦଳରେ ଏହି ସବୁ ଲିକ୍ୱିଡ ଫର୍ଟିଲାଇଜର ମୁଁ ବ୍ୟବହାର କରୁଛି। ଡାଇରେକ୍ଟ ମୁଁ ପାଉଡର ଫର୍ମରେ ଖତ ଦେଉନି। କାହିଁକି ନା ଯେହେତୁ ଗଛ ଗୁଡ଼ିକ ଏତେ ଦିନ ହେବ ଗ୍ୟାପ୍ରେ ଥିଲେ ବା ଏତେ ଦିନ ହେବ ତାର ଠିକ୍ ଭାବରେ କେୟାର ନିଆଯାଇ ନଥିଲା, ଯଦି ମୁଁ ହଠାତ୍ କରିକି ତାକୁ ବହୁତ ସାରା ପାଉଡର ଫର୍ମରେ ଖତ ଦେଇଦେବି ତାହେଲେ ମୋ ଗଛ ଗୁଡ଼ିକ ମରିଯାଇପାରେ। ସେଥିପାଇଁ ଡାଇରେକ୍ଟ ଏଥିରେ ଖତ ନ ଦେଇକି ମୁଁ ଏହି ସବୁ ଲିକ୍ୱିଡ ଫର୍ଟିଲାଇଜର ବ୍ୟବହାର କରୁଛି। ତ ଆପଣମାନଙ୍କର ଯଦି ଗଛର ଗ୍ରୋଥ ହେଉନି, ସେଥିରେ ଫୁଲ ଆସୁନି, ତାହେଲେ ଆପଣ ସେଥିରେ ଏଇସବୁ ଲିକ୍ୱିଡ ଫର୍ଟିଲାଇଜରର ରେଗୁଲାର ଭାବେ ବ୍ୟବହାର କରିପାରିବେ। ଦେଖିବେ ଆପଣଙ୍କ ଗଛର ଗ୍ରୋଥ ବହୁତ ସୁନ୍ଦର ହେଇଯିବ ବାସ୍ କିଛିଟା ଦିନ ଭିତରେ। ଲିକ୍ୱିଡ ଫର୍ଟିଲାଇଜରକୁ ଆପଣ ଯଦି ପ୍ରତ୍ୟେକ ଦିନ ଦେବେ ତାହେଲେ ଆପଣଙ୍କ ଗଛ ଉପରେ କିଛି ଫରକ ପଡ଼ିବନି। ଯେଉଁ ସବୁ ଲିକ୍ୱିଡ ଫର୍ଟିଲାଇଜର ବିଷୟରେ ମୁଁ ଆପଣମାନଙ୍କ ସହିତ ବର୍ତ୍ତମାନ ସେୟାର କରୁଛି, ମାନେ ପୂର୍ବ ଭିଡ଼ିଓରେ କହିଥିଲି ଆପଣମାନଙ୍କୁ କି ଆଜିର ଭିଡ଼ିଓରେ କହୁଛି, ଏଇସବୁ ଲିକ୍ୱିଡ ଫର୍ଟିଲାଇଜର ଯଦି ଆପଣ ପ୍ରତ୍ୟେକ ଦିନ ଦେବେ ତାହେଲେ ଆପଣଙ୍କ ଗଛରେ ତାର କିଛି ବି କୁପ୍ରଭାବ ପଡ଼ିବ ନାହିଁ। ଯାହା ସବୁ ଷ୍ଟ୍ରଙ୍ଗ ଲିକ୍ୱିଡ ଫର୍ଟିଲାଇଜର ଥାଏ ସେ ସବୁକୁ ଆପଣ ରେଗୁଲାର ନ ବ୍ୟବହାର କରିବା ଭଲ। ଷ୍ଟ୍ରଙ୍ଗ ଲିକ୍ୱିଡ ଫର୍ଟିଲାଇଜର ଗୁଡ଼ିକୁ ଆପଣ ନିହାତି 7 ଦିନରେ ଗୋଟେ ଥର ବଗିଚାରେ ବା ଗଛମାନଙ୍କ ଉପରେ ବ୍ୟବହାର କରନ୍ତୁ କିମ୍ବା 10ରୁ 15 ଦିନରେ ମଧ୍ୟ ଗୋଟେ ଥର ଦେଇପାରିବେ। ଷ୍ଟ୍ରଙ୍ଗ ଲିକ୍ୱିଡ ଫର୍ଟିଲାଇଜର ଗୁଡ଼ିକୁ ଯଦି ପ୍ରତ୍ୟେକ ଦିନ ଦେବେ ତାହେଲେ ତାହା ଗଛ ଉପରେ ଖରାପ ପ୍ରଭାବ ପକାଇଥାଏ। ଆପଣଙ୍କ ଗଛଟି ମରିଯାଇପାରେ ମଧ୍ୟ। ଯଦି ଆପଣ ଏଇସବୁ ଲିକ୍ୱିଡ ଫର୍ଟିଲାଇଜର ଦେବେ, ଯେମିତିକି ପୂର୍ବ ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିଥିଲି, ଆପଣଙ୍କ ରୋଷେଇ ଘରୁ ଯାହା ସବୁ ଚାଉଳ ଧୁଆ, ପନିପରିବା ଧୁଆ, ଡାଲି ଜାତୀୟ ଜିନିଷ ସବୁ ଯାହା ଧୋଉଛନ୍ତି ତାର ପାଣିକୁ ନ ଫୋପାଡ଼ିକି ତାକୁ ଆପଣ ପ୍ରତିଦିନ ଗଛରେ ସାଧା ପାଣି ବଦଳରେ ଦେଇପାରିବେ। ଯଦି ଏସବୁ ଲିକ୍ୱିଡ ଫର୍ଟିଲାଇଜର ଆପଣ ଦେବେ ତାହେଲେ ଆପଣଙ୍କୁ ଆଉ ପାଉଡର ଫର୍ମରେ କିଛି ବି ଖତ ଦେବା ପାଇଁ ପଡ଼ିବ ନାହିଁ। ମଝିରେ ମଝିରେ ଖାଲି ମାଟିକୁ ହାଲୁକା କରିଦେବେ ଆଉ ଲିକ୍ୱିଡ ଫର୍ଟିଲାଇଜର ଦେଇଦେବେ। ସେଇଥିରେ ହିଁ ଆପଣଙ୍କ ଗଛର ଗ୍ରୋଥ ଭଲ ହେବ ଆଉ ଢେର ସାରା ଫୁଲ ଫୁଟିବ। ଆପଣଙ୍କୁ ଆଉ ବଜାରକୁ ଯାଇକି କିଛି ବି ଖତ କିଣିବା ପାଇଁ ପଡ଼ିବ ନାହିଁ। ପୁରା ଫ୍ରିରେ ହିଁ ଆପଣ ଆପଣଙ୍କ ଗଛରୁ ଢେର ସାରା ଫୁଲ ପାଇପାରିବେ। ମୋତେ ଆଗକୁ ବହୁତ ସାରା ଗଛ ରିପୋର୍ଟିଂ କରିବାର ଅଛି। ପ୍ରାୟତଃ ଯାହା ସବୁ ମନ୍ଦାର ଗଛ ଛୋଟ ଛୋଟ ବକେଟ୍ ଲାଗିଛି ତାକୁ ସବୁ ରିପୋର୍ଟିଂ କରିବି। ବଡ଼ ବକେଟ୍ର ମନ୍ଦାର ଗଛ ମଧ୍ୟ ରିପୋର୍ଟିଂ କରିବି। ଏମିତି ବହୁତ ସାରା ଗଛ ମୋତେ ରିପୋର୍ଟିଂ କରିବାର ଅଛି। କିନ୍ତୁ ଯେହେତୁ ବର୍ତ୍ତମାନ ଗଛର ଗ୍ରୋଥ ଭଲ ନାହିଁ ସେଥିପାଇଁ ପ୍ରଥମେ ତାର କେମିତି ଗ୍ରୋଥ ଆସିବ ତା ଉପରେ ମୁଁ କାମ କରୁଛି। ଟିକେ ଗ୍ରୋଥ ଆସିଗଲା ପରେ ଯାଇକି ମୁଁ ସେସବୁର ରିପୋର୍ଟିଂ କରିବି। ଆପଣମାନେ ବର୍ତ୍ତମାନ ସବୁ ଗଛର ଗ୍ରୋଥ ଗୁଡ଼ିକୁ ଦେଖିପାରୁଥିବେ। ଆଉ ଏଇସବୁ ଲିକ୍ୱିଡ ଫର୍ଟିଲାଇଜର ଦେଲା ପରେ ମୁଁ ଗୋଟେ ମାସ ପରେ ତାର ଅପଡେଟ୍ ଆପଣମାନଙ୍କ ସହିତ ନିଶ୍ଚୟ ସେୟାର କରିବି। ପୂର୍ବ ଭିଡ଼ିଓରେ ମଧ୍ୟ ମୁଁ ଆପଣମାନଙ୍କୁ କହିଥିଲି। ନିଶ୍ଚୟ ଭାବେ ତାର ଅପଡେଟ୍ ଆପଣମାନଙ୍କୁ ଦେବି କି ବର୍ତ୍ତମାନ ଗଛର ଗ୍ରୋଥ କେମିତି ଅଛି ଆଉ ଆଗକୁ
मासक पर सब लिक्विड फर्टिलाइजर आउ खत सार सब देला परे गछर ग्रोथ केमिति रहइबो से विषय मध्ये शेयर करबी। तो देखंतु केते सुंदर सुंदर भावे फूल सब फुटुची ए ऑर्गेनिक सब जिनिस देबा फल रे आपण केमिकल जिनिस जते देबे किछि समय पे आपण गछरे सेते भलो भावे फूल तो फुटिबो किंतु ता परे गछ गुडी कर कंडीशन खराब हे जिवो आ माटी मध्ये खराब हे जिवो। किंतु जदि ए भळे आबे सब ऑर्गेनिक जिनिस देबे ताहाले आपनको माटी उर्वर हेइथाय आ गछ गुडी को बहुत हेल्दी भावे मध्ये ग्रो करिथांती पूरा लंबा समय पर्यंत सेते फूल आसी थाए आमको कम परिश्रम से करने पड़ी था लगातार फूल नेबाई। तो चलते आम ए कथा ये जो जिनसटी आपण मैंने देखुं ये कौन तो ये कि नुहे आपण रोषे घर जो पेज बाहरी था ये हूँ से पेज भात गाड़ी सारापर से पेज को आप फोपाड़ी दौरान किंतु या न फोपाड़ी रखी दिंतु गोटे जगार भरी करिकी निहाती 24 घंटा रखंतु मिनिमम आ मैक्सिमम आपण जेते दिन पारिबे रखी पारिबे किंतु मझे मझे ताको गोली दउथिबे जते अधिक दिन रखुचंती 24 घंटा जते रखुचंती ताहले गोटे जगार किछि घोड़े दियंतु तो गोटे छाई जगार रखि दियंतु 24 घंटा परे सेथरे आपण तार 5 गुण पानी ऐड करिवे 5 गुण पानी मिसई करिकी आपण ताको प्रत्येक गछरे देई परिबे। मन करंतु गोटे कुंडर माटी सुखी जाईची आपण सेथरे गोटे मग साधा पानी देइथांते तो से गोटे मग आपण यार पानी को देई पारिबे किंतु जेतिकी पेज थिबो तार मिनिमम 5 गुण आपण पानी मिसई की गछरे देबे डायरेक्ट पेज को नेकी देबे नाही। आ ये पेज रे आपण चाहिले खट्टा दही किंबा हळदी ए सब मधो मिसई पारिबे याको गछ ऊपर मधो देई पारिबे गछर किछि भी क्षति हेबनी माटी रे देई पारिबे जेमिति पारिबे सेमिति यार आपण बगीचा रे व्यवहार करि पारिबे। ये किसी भी साइड इफेक्ट आपनको गछ ऊपर पकेइबो नाही किंबा आपनको गछ मध्ये मरिबो नाही याको व्यवहार करबा कारणरू मु निजे व्यवहार करछि आपण माने देखुछंती तो आपण माने मध्ये व्यवहार करि परिबे आ यार फायदा गुडी को पाई परिबे। तो यार रिजल्ट मध्ये मु आपण माने सहित शेयर करबी जेमिति कि आरंभ रु मु कहिछि। तो ए भळे भाबे आपण ए जो पेज अछि तार व्यवहार करि परिबे उषुना हेउ किंबा अरुआ हेउ जेउ चावलर पेज हेले मध्ये चलिबो तेणु या आज न फोपाड़ी बगीचा व्यवहार करंतु आ तार बेनिफिट देखिकी आपण माने मध्य आश्चर्य हो जिवे बहुत सुंदर भाबे आपनका गछर ग्रोथ हेबो आ ढेर सारा फूल मध्य सेथिरे आसीबो। तो ए भळे भाबे अदरकारी जिनिस गुड़िकर ही मु प्रायतः मो बगीचा व्यवहार करिथाय आ तार लाभ मु पाइथाय फूल आकार रे। तो फ्रेंड्स आज वीडियो रे ए किछि कथा आपण मानक सहित शेयर करबार थिला वीडियो को शेष पर्यंत देखिथिबारु आपण मानक बहुत बहुत धन्यवाद। ए भळे भाबे नुआ नुआ गार्डनिंग टिप्स विषय रे वीडियो देखिबा पई चाहूतिले चैनल को सब्सक्राइब कर दियंतु आ जदि आपण मानको आज रो वीडियो टी भलो लागिछि ताहाले वीडियो को गोटे लाइक कर देबे चैनल को सब्सक्राइब करिकि पाखरे जो बेल आइकन टी अछि ताको प्रेस करिकि ऑल नोटिफिकेशन ऊपर क्लिक कर देबे। ता सहित जदि वीडियो टी भलो लागिछि कमेंट करबा सहित आपण माने शेयर मधो कर देबे। तो फ्रेंड्स आज पई एतिकी पुणी देखा हबो गोटे नुआ वीडियो आ गोटे नुआ टॉपिक सहित सेति पर्यंत आपण माने गछ लगाउ थांतु खुशी रे थांतु। थैंक यू हैप्पी गार्डनिंग टेक केयर।